नमस्कृत्य नरं चैव नरोत्तमं देवीं सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। ॐ नमो भगवते वासुदेवाय। हरे ओम श्री परमात्मने नमः। श्रीमद्भागवत महापुराण द्वितीय स्कंद द्वितीय अध्याय। स्थूलधारणे मनोजिणी विष्णुर सूक्ष्म रूपे पुणी केमंत धारणा करिव। द्वितीय अध्याय प्रस्ताव। श्री शुक उवाच कहन्ति शुक महामुनि शुण परीक्ष नृपमणि ए जेते कहिले मु तोते ईश्वर शरीर समेते ए स्थूल देहे मन धरी सुबुद्धि बले यत्न करी से हरि अंतर बाहरे आनके अछि संसारे से सर्वबुद्धि अनुभूति स्वप्न जाग्रत मध्य स्थिति सत्य आनंद जल निधि भक्त जनक सर्वसिद्धि जहर तहु ए जगत आत्मार संगे उदयस्त एहि प्रकारे पूर्व काले से आत्मजनी शयले आत्मस्मरणे बुद्धि बले सर्जिला ए विश्वमंडले पूर्वे जेमते थिला विधि तेने धारणा बोले साधी आत्मा को पाली पुनः हरे बणिज जेन्हे बणि जारे शबद ब्रह्मर ए पथ जे मार्गे जीव आत जात पड़ी भ्रम ए अध ऊर्ध्वे किछि न लभे लाभ पदे वासना मायामय जाने न बुझी निरते भ्रमणे ताहांक मध्य से जे सुबुद्धि जाने बेपार सदबुद्धि विचार करे मायाग्रस्ते मुहि भ्रमई किस अर्थे श्रम लभई आत जाते लाभ न मिले मोर हस्ते एणु ए पथ श्रम तेजी जे प्राणी आत्मा लाभ खोजी प्रयास दूरे परिहरे आत्मार आत्मा बोध करे अल्प भोगे देह पोषे कर्तव्य बा उपवासे थाऊ ए वसुंधरी अंक सुवर्ण पलंके की सुख समर्थ भुज थाऊ बामे की प्रयोजन उपाधाने अंजलि अच्छी जेबे हस्ते की प्रयोजन अन्न पात्रे दिग विकल जार बास बसने तार किबा आस शिराणी वस्त्र पथे देखी तार ग्रहणे हंती सुखी फल पूरिछि वृक्ष बने कि प्रयोजन भिक्षा अन्य थाऊ निर्झर नदी जले कि प्रयोजन कमंडले पर्वत गुहा तृणे बेड़ी से थाऊ गृह किंपा लोड़ी हेमंत भावे कृष्ण पादे जे प्राणी भजन्ति आनंदे ताहांक रक्षण उपाय करन्ति प्रभु देवराय से किंपा धन गर्वी लोके क्षणे भजिबे आत्मसुखे
ଏହି ପ୍ରକାରେ ଆତ୍ମଚିତ୍ତେ ଶିଥିଳବନ୍ତୀ ଅନୁଭୂତେ ସେ ପ୍ରାଣୀ ହୁଏ କୃତକୃତ୍ୟ, ତାହାକୁ ପ୍ରସନ୍ନ ଅନନ୍ତ। ଏଣୁ ନିୟତ ଆତ୍ମା ଯୋଗେ ଭଜିବ କୃଷ୍ଣ ପାଦ ଯୁଗେ। ମୁଁ ତୋତେ କହିଲି ବିଶ୍ୱାସେ, ଏଣେ ସଂସାର ହେତୁ ନାଶେ। ଏ ଭାବ ଅନାଦର କରି ସଂସାର ଚିନ୍ତା ଚିତେ ଧରି। ପଶୁଙ୍କ ପ୍ରାୟ ତାଙ୍କ ଗତି, ଏ ମାୟା ସଂସାରେ ଭ୍ରମନ୍ତି। ଦେଖ ସଂସାରେ ପ୍ରାଣୀ ଯେତେ, ଯନ୍ତ୍ରିତ କର୍ମର ଆୟତେ। ବୈତରଣୀ ନାମେ ନଦୀ, ଯାତନା ମଧ୍ୟ ସେ ପ୍ରସିଦ୍ଧି। ତହିଁ ପଡ଼ନ୍ତି ଦେଖୁ ଦେଖୁ ତାଙ୍କ ଜୀବନ କେବାରକୁ। ସଂସାର ଚିନ୍ତା ଚିତ୍ତେ ଭରି, କାହୁଁ ତରିବେ ଭବବାରୀ। ଅର୍ଜିଲା କର୍ମ ଫଳ ଲୋଭୀ, ଅଶେଷ ଦେହେ ତାହା ସେବି। ଏବେ ହୋ ଶୁଣ ନୃପମଣି, ଯେଣେ ସଂସାରୁ ତରେ ପ୍ରାଣୀ। କିଏ ଅବା ଏ ନର ଶରୀରେ, ଧାରଣା ଯୋଗେ ନିର୍ବିକାରେ। ସ୍ୱଦେହେ ହୃଦୟ ପ୍ରକାଶେ, ସେ ହରି ଘୋର ତମନାଶେ। ପ୍ରାଦେଶ ମାତ୍ର ଦେହ ଧରି, ବିଜୟେ ପ୍ରଭୁ ନରହରି। ସୂକ୍ଷ୍ମ ସ୍ୱରୂପ ରୂପ ତାର, ଶୁଣ ସୁମନେ କୁରବୀର। ଶ୍ୟାମ ସୁନ୍ଦର ଭୁଜେ ଚାରି, ଶଙ୍ଖ କମଳ ଗଦା ହରି। ଧାରଣା ଯୋଗେ ଏହା ଚିନ୍ତି, ନିଶ୍ଚଳ ନୟନେ ଦେଖନ୍ତି। ପ୍ରସନ୍ନ ଶ୍ରୀମୁଖ ମଣ୍ଡଳ, ଲୋଚନ ଅମଳ କମଳ। କଦମ୍ବ କିଞ୍ଜଳକ ସୁରଙ୍ଗେ, ପୀତବସନ ଶହେ ଅଙ୍ଗେ। ସୁବର୍ଣ୍ଣ କିରୀଟ କୁଣ୍ଡଳ, ସୁନ୍ଦର ଅଳକା କପୋଳ। ଅମୂଲ୍ୟ ହାର ବକ୍ଷସ୍ଥଳ, ରତ୍ନେ କେୟୁର ବାହୁମୂଳେ। ଅମୂଲ୍ୟ ହାର ବକ୍ଷସ୍ଥଳେ, ରତ୍ନ କେୟୁର ବାହୁମୂଳେ। ହୃଦୟ ପଦ୍ମ ମଧ୍ୟେ ସ୍ମରି, ଯେ ପାଦ ଧ୍ୟାୟେ ବ୍ରହ୍ମଚାରୀ। ସେ ପାଦ ଲକ୍ଷ୍ମୀରେ ଚିହ୍ନିତ, ଅତିଶୟ ଅତ୍ୟନ୍ତ ଶୋଭିତ। ଶ୍ରୀବକ୍ଷେ କୌସ୍ତୁଭମଣି, ସୁବର୍ଣ୍ଣ ସୂତ୍ରେ ସୁଖଞ୍ଜଣି। ଆଜାନୁଲମ୍ବେ ବନମାଳେ, ସ୍କନ୍ଧୁ ବେଷ୍ଟିତ ବକ୍ଷସ୍ଥଳେ। ରତ୍ନ ମେଖଳା କୋଟି ମାଝେ, ଅଙ୍ଗୁଷ୍ଠେ ମୁଦ୍ରିକା ବିରାଜେ। ଅଙ୍ଗଦ ନୂପୁର କଙ୍କଣ, ବିବିଧ ଅଙ୍ଗ ଆବରଣ। ଅମଳ ପୁଷ୍ପ ଶିରେ ଶୋହେ, ନୀଳକୁନ୍ତଳ ଜନ ମୋହେ। ସୁନ୍ଦର ହୃଷିତ ବଦନ, ଅଞ୍ଜନ ବିରାଜେ ନୟନ। ଭୃଜ ଭୃଭଙ୍ଗ ଅନୁଗ୍ରହ ମୁଖ, ଭ୍ରୁକୁଟି କୁଟିଳ ସୁରେଖ। ଅନେକ ଅନୁଗ୍ରହ ଯହିଁ, ସଞ୍ଚିତ ହୋଇଅଛି ରହି। ଏମନ୍ତ ଈଶ୍ୱରର ଦେହ, ଚିତ୍ତେ ଚିନ୍ତିବ ଚିନ୍ତାମୟ। ଯାବତ ଧାରଣାର ବଳେ, ମନ ନ ରହେ ସୁନିଶ୍ଚଳେ। ତାବତ ଏକ ଏକ ଅଙ୍ଗେ, ନିତ୍ୟ ଭାବିବ ବୁଦ୍ଧି ଯୋଗେ। ହାସବଦନୁ ପାଦ ଯାଏ, ଭାବିବ ବିଷ୍ଣୁ ସ୍ଥୂଳ ଦେହେ। ସ୍ଥାନକୁ ସ୍ଥାନ ଧ୍ୟାନ କରି, ଛାଡ଼ିବ ପର ଆବୋରି। ଯାବତ ବୁଦ୍ଧି ଏ ଶରୀରେ, ପରମେ ଭକ୍ତି ନ ବିଚାରେ। ଯାବତ ଆପଣା ହୃଦଏ, ନ ଦେଖି ଭକ୍ତିର ଉଦଏ।
ତାବତ ସ୍ଥୂଳ ରୂପ ଚିନ୍ତି ଚିତ୍ତେ ସ୍ମରିବ ନୀତି ନୀତି ବସିବ କର୍ମ ଅବସାନାଏ ସ୍ଥୂଳ ଶରୀର ଯୋଗୁ ଧ୍ୟାନେ ଏମନ୍ତ କରିବ ଧାରଣ ତାବତ ନ ଲଭେ ମରଣ ଏମନ୍ତ ଯୋଗୀଏ ଦେହକୁ ଯେବେ ଇଚ୍ଛିବ ଛାଡ଼ିବାକୁ ପବିତ୍ର ଦେଶ କିବା କାଳ ମନରେ ନ କରି ବିଚାର ଯୋଗ ସାଧନେ ପଞ୍ଚ ପ୍ରାଣ ସାଧିବ ସମାଧି ଧାରଣ ଆସନ ପ୍ରତ୍ୟାହାର ବଳେ ମନକୁ ସ୍ଥାପିବ ନିଶ୍ଚଳେ ମନ ସମେତେ ଇନ୍ଦ୍ରିଗଣ ନିର୍ମଳ ବୁଦ୍ଧିରେ ସଂଯମ ସେ ବୁଦ୍ଧି କ୍ଷେତ୍ର ପ୍ରମାଣୀ ଆତ୍ମାରେ କ୍ଷେତ୍ରଜ୍ଞକୁ ଜାଣି ଆତ୍ମାରେ ଆତ୍ମାକୁ ନିରୋଧୀ ଏମନ୍ତେ ଯେ ଜନ ସୁବୁଦ୍ଧି ଆତ୍ମାର ଲାଭ ଲୋଭେ ହେଳେ କର୍ମ ଛାଡ଼ିବ ତେତେବେଳେ ଏ ଭାବେ ଜୀବର ନିସ୍ତାର କାଳର ନାହିଁ ଅଧିକାର ଦେବେ ନ ପାରେ ତାରେ ହିଂସି ତ୍ରିଗୁଣେ ନ ପାରନ୍ତି ପୋଷି ଇନ୍ଦ୍ରିୟ ଗଣେ ଅଗୋଚର ଯହିଁ ମହତ ତତ୍ତ୍ୱ ଦୂର ଦେବେ ନ ପାନ୍ତି ଯାହା ଚିନ୍ତି ଯେ ଜାଣୁ ନ ଜାଣୁ ବୋଲନ୍ତି ଦୁରାତ୍ମା ଭାବ ପରିହରି ସୁହୃଦ ଭାବ ଚିତେ ଧରି ଯେ ଅଟେ ବୈଷ୍ଣବର ଧାମ ପରମ ପଦ ଯାର ନାମ ସେ ପଦ ହୃଦରେ ଧରନ୍ତି ସର୍ବତ୍ର ଶ୍ରେଷ୍ଠ ମନେ ଚିନ୍ତି ଏ ରୂପେ ସାଧି ମୁନି ଜନ ପରମ ପଦେ କରେ ସ୍ଥାନ ବିଷୟ ବାସନାକୁ ହେଳେ ବିନାଶୀ ଶାସ୍ତ୍ରର ବିଚାରେ ଯେବେ ତା ଦେହ ତ୍ୟାଗେ ମନ ତେବେ ସାଧିବ ଦୃଢ଼ାସନ ବାମ ଚରଣ ପଛ ଭରେ ତେଣେ ନିରୋଧୀ ମୂଳାଧାର ମୂଳ ପବନ ଊର୍ଦ୍ଧ୍ୱେ ତଳେ ନାଭି ପବନ ସଙ୍ଗେ ମେଳି ବେନି ପବନ ପୁଣି ବଳେ ସ୍ଥାପିବ ହୃଦୟ କମଳେ ତହୁଁ ତୋଳିବ ତିନି ପ୍ରାଣ କଣ୍ଠେ ଯେ ବସଇ ଉଦାନ ଜ୍ଞାନ ପବନ ତାର ତୁଲେ ଧରି ସ୍ଥାପିବ ତାଳୁ ମୂଳେ ତଳୁ କୁମ୍ଭକ ସାଧ୍ୟ କରି ପ୍ରାଣକୁ ଭୂମଣ୍ଡଳେ ଭରି ନିରୋଧ କରି ସପ୍ତଦ୍ୱାର ସ୍ମରଣ କରିବ ଓଙ୍କାର ଯେବେ ଭୋଗରେ ମନ ନାହିଁ ମୁହୂର୍ତ୍ତ ଅର୍ଦ୍ଧ ତହିଁ ରହି ନିୟତ ଥାଇ ଯୋଗ ବନ୍ଧେ ତେବେ ସ୍ଥାପିବ ବ୍ରହ୍ମରନ୍ଧ୍ରେ ନିଶ୍ଚଳ ଯୋଗ ଦୃଢ଼େ ସାଧି ତକ୍ଷଣେ ବ୍ରହ୍ମରନ୍ଧ୍ର ଭେଦି ପରମ ପଦେ ତାର ଗତି ଦେହ ଇନ୍ଦ୍ରିୟ ପାଶୋରନ୍ତି ବ୍ରହ୍ମାର ବ୍ରହ୍ମଲୋକେ ସ୍ଥିତି ସେ ସ୍ଥାନ ଭୋଗ ଯେବା ଚିନ୍ତି ଗୁଣ ସମୂହେ ଅଷ୍ଟନିଧି ଯେବା ବାଞ୍ଛଇ ସର୍ବସିଦ୍ଧି ମନ ଇନ୍ଦ୍ରିୟ ଗଣ ମେଳେ ତକ୍ଷଣେ ସେ ଲୋକରେ ମିଳେ ଯୋଗେଶ୍ୱରଙ୍କ ଏହୁ ଗତି ପରମ ପୁରୁଷେ ବୋଲନ୍ତି ଏମନ୍ତ ତିନି ଲୋକ ଜିଣି ଶୁଣ କହିବା ପରିମାଣି ଯେ କର୍ମ ସାଧେ କର୍ମ କାଣ୍ଡେ ସେ କାହିଁ ଯିବ ଊର୍ଦ୍ଧ୍ୱ ଦାଣ୍ଡେ ଯେବା ଲୋଭିବ ଭକ୍ତି ଭାବେ ସମାଧି ବିଦ୍ୟା ତପ ଯୋଗେ ଯେ ବ୍ରହ୍ମ ଲୋକ ମନେ କରେ ପ୍ରଥମେ ଅଗ୍ନି ଆଶ୍ରା କରେ ସୁଷୁମ୍ନାରନ୍ଧ୍ରେ ବ୍ରହ୍ମ ପଥେ ଜ୍ୟୋତି ପ୍ରକାଶେ ଊର୍ଦ୍ଧ୍ୱ ଗତେ ବିଧୁତ କଳ୍ମଷ ଶରୀର ସେ ଚକ୍ରେ ସ୍ଥିତ ଶିଶୁମାର ସେ ଶିଶୁମାର ଚକ୍ରସାର ସେ ଚକ୍ର ତଳେ ଧ୍ରୁବପୁର ବିଶ୍ୱର ନାଭି ସେ ବୋଲାଇ ଆତ୍ମା ସ୍ୱରୂପେ ତହୁଁ ଯାଇ ପ୍ରବେଶ ପରମ ସ୍ୱରୂପେ ବ୍ରହ୍ମ ନିର୍ବାଣ ମହର୍ଲୋକେ କଳ୍ପ ଆୟୁଷ ଦେବଗଣେ ଯହିଁ ରମନ୍ତି ଅନୁକ୍ଷଣେ ସେ ପୁଣି କଳ୍ପ କ୍ଷୟ କାଳେ ଅନନ୍ତ ନିଶ୍ୱାସ ଅନଳେ ଦହନ ଦେଖି ଅନ୍ତରିକ୍ଷେ
ସେ ଅନନ୍ତ ଶୟନେ ପ୍ରତ୍ୟକ୍ଷେ ସିଦ୍ଧେଶ୍ୱରଙ୍କ ସ୍ଥାନେ ପଶେ ବେଦ ଯା ବ୍ରହ୍ମ ଲୋକ ଘୋଷେ ବେନି ପରାର୍ଥ ଯହିଁ ଗଣି ସେ ବ୍ରହ୍ମ ଲୋକ ପରିମାଣି ସଂସାର କର୍ତ୍ତା ଯେ ବୋଲାନ୍ତି ଯେ ବ୍ରହ୍ମା ବ୍ରହ୍ମ ଲୋକେ ସ୍ଥିତି ସେ ପୁରେ ନାହିଁ ଦୁଃଖ ଶୋକ ଜରା ମରଣ ଉଦବେଗ ଚିତ ଅନର୍ଥ ହେତୁ କାହିଁ ଜନ୍ମ ମରଣ ଭୟ ନାହିଁ କେତେ ହେ କାଳେ ସେ ଭୁବନେ ଥାଇ ଚିନ୍ତଇ ଅବଧାନେ ପୃଥିବୀ ରୂପେ ଲିଙ୍ଗ ଦେହେ ସେ ପୁଣି ବହିରେ ନିର୍ଭୟ ପୃଥିବୀ ରୂପେ ଜଳେ ଯାଇ ଯେ ଇଷ୍ଟ ଭୋଗ ତା ଭୁଞ୍ଜଇ ଅନଳ ମଧ୍ୟେ ସ୍ଥିତି ଜ୍ୟୋତି ସ୍ୱରୂପ ପ୍ରାଣ ଚିନ୍ତି ପବନେ କରଇ ସଞ୍ଚାର ଧରଇ ପବନ ଶରୀର ସେ ବାୟୁ କାଳେ ନଭେ ଫୁରେ ସେ ଜୀବ ଲିଙ୍ଗ ରୂପ ହରେ ଗନ୍ଧ କଳ୍ପଇ ଘ୍ରାଣ ମାତ୍ରେ ରସକୁ ରସନା ସಮೇତେ ଦୃଷ୍ଟିରେ ରୂପକୁ ସଂହରେ ତ୍ୱକକୁ ସ୍ପର୍ଶରେ ସଂହରେ ଆକାଶ ଗୁଣ କର୍ଣ୍ଣେ ଭରି ରୂପେ ପ୍ରାଣ ସୂକ୍ଷ୍ମେ ଧରି ବୁଦ୍ଧି ଇନ୍ଦ୍ରିୟ ଭାବ ଏଣେ ପଞ୍ଚ ତନ୍ମାତ୍ରେ ପରିମାଣେ ଏ ଅହଙ୍କାରେ ତିନି ଗୁଣ ବୁଦ୍ଧି ଇନ୍ଦ୍ରିୟର ଯେ ଜ୍ଞାନ ପଞ୍ଚ ବିକାର ପଞ୍ଚ ଦେବା ମନ ସಮೇତେ କରି ସେବା ଏ ପଞ୍ଚ ଦେବତା ସಮೇତେ ସୂକ୍ଷ୍ମ ସ୍ୱରୂପେ ମହତତ୍ତ୍ୱେ ସେ ତତ୍ତ୍ୱ ଗୁଣର ସଂସ୍ଥାନ ପ୍ରଧାନ ଦେହେ ହୋଏ ଲୀନ ସେ ନିତ୍ୟ ଶାନ୍ତି ସନାତନେ ଆତ୍ମା ନିରୋଧେ ଆତ୍ମଜ୍ଞାନେ ପ୍ରବେଶ କରେ ବିଦ୍ୟମାନେ ବିଜ୍ଞାନ ଆନନ୍ଦ ଚେତନେ ଆନନ୍ଦ ଜ୍ଞାନ ରସ ଭୋଳେ ଶାନ୍ତି ଲଭଇ ସୁନିଶ୍ଚଳେ ହେମନ୍ତେ ଧାରଣାନୁଭବେ ନିଶ୍ଚେପ ସହି ବାସୁଦେବେ ଅନ୍ତେ ଲଭଇ ଯେଉଁ ଗତି ତାହାକୁ ବୋଲି ଭଗବତୀ ଜଇଁ ପଶିଲେ ଆତ୍ମା ମନ ନ ଲଭେ ପୁନରାଗମନ ଶୁଣ ହେ ନୃପ ପରୀକ୍ଷିତ ଯେଣୁ ପୁଛିଲୁ ଭାଗବତ ତେଣୁ କହିଲି ଶ୍ରୁତି ଯୋଗେ ତୋର ସମୀପେ ଅନୁରାଗେ ଦୈବେ କାଳ ଅବସାନ ଏଣୁ କହିଲି ଦିବ୍ୟ ଜ୍ଞାନ ବ୍ରହ୍ମାର ତପେ ହୋଇ ତୋଷ ବିଷ୍ଣୁ ଯେ ଦେଲେ ଉପଦେଶ ଯେ ସଦ୍ୟ ମୁକ୍ତି କ୍ରମ ମୁକ୍ତି ସ୍ୱଭାବ ସିଦ୍ଧ ବେନିଗତି ସେ ପଥ କହିଲି ମୁଁ ତୋତେ ଏବେ ତୁ ଶୁଣ ଏକ ଚିତେ ସଂସାରେ ସଞ୍ଚରନ୍ତି ଯେତେ ତାଙ୍କ ତାରଣ ପଥ ଯେତେ ଏହିଟି ଜାଣ ଶିବ ପଥ ଜାତ ହୁଁ ଭକ୍ତି ଯୋଗ ଜାତ ଯେଉଁ ଉପାୟ ପ୍ରିୟ ଭାବେ ଭକତି ଲଭେ ବାସୁଦେବେ ବ୍ରହ୍ମାର ତପ କଷ୍ଟେ ହରି ଯାହା କହିଲେ ଦୟା କରି ସେ ବ୍ରହ୍ମା ବ୍ରହ୍ମ ବେଦ ସାର ସକଳ ବୁଝି ତିନିବାର ଯେ ଭକ୍ତି ଜୀବ ସୁଖ ପଥ ଏ ଭାବେ ହେଲା ଆତ୍ମେରତ ସେ ହରି ସର୍ବଭୂତ ମଧ୍ୟେ ନିତ୍ୟ ବିହରେ ଆତ୍ମା ପଦେ ବୁଦ୍ଧି ଲକ୍ଷଣେ ଅନୁମାନେ ନିଶ୍ଚଳ ଯୋଗୀ ଯୋଗ ଧ୍ୟାନ କିଏ ଅବା କରିବ ଗୋଚର ଜଗତ ବାହ୍ୟ ଆଭ୍ୟନ୍ତର ଏଖେନି ସର୍ବ ଆତ୍ମା ଭାବେ ସର୍ବଦା କାଳେ ସର୍ବଠାବେ ହରିଙ୍କି ଶ୍ରୁତି ପଥେ ଶୁଣ ମୁଖେ ନିରତେ ନାମ ଭଣ ସେ ହରି କଥା ମୃତ ରସ ଯେ କରେ ଶ୍ରୁତି ପଥେ ଗ୍ରାସ ବିଷୟ ବିଷ ନାଶୀ ଚିତ ପବିତ୍ର କରେ ଅନ୍ତର୍ଗତ ଗୋବିନ୍ଦ ଚରଣ କମଳେ ପଶଇ ଭକ୍ତି ଯୋଗ ବଳେ ଏ ଭାଗବତ ରସ ଯେତେ ସୁଜନେ ଶୁଣ ଶ୍ରୁତି ପଥେ ବିଷୟ ରସ ଯାଉ ନାଶ କହଇ ଜଗନ୍ନାଥ ଦାସ इति श्रीमद्भागवते महापुराणे परमहंस्यां संहितायां द्वितीयस्कन्धे महापुरुषसंस्थानवर्णनं नाम द्वितीयोऽध्यायः।